ପରାମର୍ଶ ପାଇଁ ସ୍ମରଣ କଲି। ମୋତେ ଆପଣ ଭବିଷ୍ୟତର ଜ୍ଞାନ ଦାନ କରିବା ଓ କିପରି ଜଟିଳ ସମସ୍ୟାକୁ ସହଜରେ ସାଧନ କରିବା ବାଟ ଦେଖାଇବାକୁ ଅନୁରୋଧ କରୁଅଛି। ଦେବୀ କହିଲେ, ସମସ୍ୟାଟି କ'ଣ? ପ୍ରଭୁ କହିଲେ, ଦେବୀ, ଆପଣ ମନ ଦେଇ ଟିକେ ଶୁଣନ୍ତୁ। ମର୍ତ୍ତ୍ୟରେ କଂସ ମାନବ ଓ ଦାନବମାନଙ୍କ ଉପରେ ଅତ୍ୟାଚାର ଖାଲି କରୁନାହିଁ, ସ୍ୱର୍ଗରେ ଇନ୍ଦ୍ରକୁ ବି ପରାସ୍ତ କରି। ପ୍ରଭୁ କହିଲେ, ଦେବୀ, ଆପଣ ମନ ଦେଇ ଟିକେ ଶୁଣନ୍ତୁ। ମର୍ତ୍ତ୍ୟରେ କଂସ ମାନବ ଓ ଦାନବମାନଙ୍କ ଉପରେ ଅତ୍ୟାଚାର ଖାଲି କରୁନାହିଁ, ସ୍ୱର୍ଗର ଇନ୍ଦ୍ରକୁ ବି ପରାସ୍ତ କରି ସ୍ୱର୍ଗପୁର ଅଧିକାର କରି ବହୁ ଅତ୍ୟାଚାର କରିଛି। ନିଜର ଭଗ୍ନୀର ସମସ୍ତ ସନ୍ତାନମାନଙ୍କୁ ଜନ୍ମ ହେବା ପରେ ଶିଳାରେ ପକାଇ ମାରି ପକାଉଛି। ଏବେ ମୋର ପାଳି। ମୁଁ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ଭାବରେ ଜନ୍ମ ନେବା ପାଇଁ ପରମପିତା ବ୍ରହ୍ମା ଆଜ୍ଞା ଦେଇ ସାରିଲଣି। ଯଦି ମୁଁ ଜନ୍ମ ନେବି, ତେବେ କିପରି ଭାବରେ କଂସକୁ ସାମ୍ନା କରିବି, ତାର ବାଟ ମୁଁ ପାଇପାରୁନାହିଁ। ସରସ୍ୱତୀ କହିଲେ, ପ୍ରଭୁ, ଆପଣ ଜନ୍ମ ନେବା ପାଇଁ ତ ଦେବମାନଙ୍କର ଆବଶ୍ୟକତା ରହିଛି। ହେଲେ ଦେବୀ ଦେବତା ଦେବକନ୍ୟା ନୁହନ୍ତି। ବାମରେ ତ କେବଳ ମାନବ କନ୍ୟା ବା ଅସୁର କନ୍ୟାମାନେ ଅଛନ୍ତି। ତାଙ୍କ ଗର୍ଭରେ ଜନ୍ମ ନେଲେ ଆପଣ ମାନବ ବା ଅସୁର ସ୍ୱଭାବରେ ଜନ୍ମ ନେବେ। ହେଲେ କଂସକୁ ମାରିବେ କିପରି? ପ୍ରଭୁ କହିଲେ, କିପରି ମାତା? ସରସ୍ୱତୀ, ପୃଥିବୀର ମାତା ହେବା ସହଜ, କିନ୍ତୁ ଦେବମାତା ହେବା ଜମା ସହଜ ନୁହେଁ। ତାର କାରଣ ତ ଆପଣ ନିଜେ। ତ୍ରେତୟାରେ ରାମ ରୂପରେ 4 ଭାଇ ଜନ୍ମ ନେଲ ଓ 4 ଭାଗ କରୁ ଦେବ ସ୍ୱଭାବ ନେଇ କହିଲେ, ପ୍ରଭୁ, ଶିକ୍ଷା କିପରି ଲାଭ କରିବେ? ସରସ୍ୱତୀ, ଆପଣଙ୍କୁ ମୁଁ ଏଠାରେ ସେ ଶିକ୍ଷା ଦେବି। ଆପଣ ଜନ୍ମ ନେବା ପୂର୍ବରୁ ନିଜର ମାତାଙ୍କୁ ସ୍ୱପ୍ନରେ ଦେଖାଦେଇ ସବୁ କଥା ବୁଝାଇ କହିବେ। ଏହି କଥାକୁ ବିଶ୍ୱାସ କରିବା ପାଇଁ ନିଜର ରୂପ ବି ଦେଖାଇବାକୁ ହୋଇପାରେ। ପ୍ରଭୁ, ସେ ମନ ମଧ୍ୟରେ ସବୁ କଥା ରଖିପାରିବ ତ? ସରସ୍ୱତୀ, ତେଣୁ ଠିକ୍ ଏକାଭଳି ପିତା ବାସୁଦେବଙ୍କୁ ଦେଖାଇବାକୁ ହେବ ଓ କହିବେ, ମୋର ମନ ଓ ଶରୀରକୁ ସୁସ୍ଥ ରହିବା ସହିତ ପରମ ବ୍ରହ୍ମଙ୍କୁ ସ୍ମରଣ କରୁଥିବେ ଓ ସବୁଠାରୁ ବଡ଼ କଥା ହେଲା, ମାସ ଓ ଦିନ କି ରାତି କାହାକୁ ଅବହେଳା କରିବା କଥା ନୁହେଁ। ଭକ୍ତବୃନ୍ଦ ଯେଉଁ ତତ୍ତ୍ୱ ଦିଆଗଲା, ତାହା ପୁସ୍ତକରେ ପଢ଼ିବାକୁ ପଡ଼ିବ।